नमस्कार श्रोता बंधु माने 21 सेप्टेम्बर 2025 रे सूर्य ग्रहण दिन चुपचाप एक पुरातन उपाय कर दियंतु। 1 टंकार मुद्रा एवं लवंग सहित एही उपाय आपणଙ୍କ जीवनर समस्त कष्टरू तुरंत मुक्ति देव। आपणଙ୍କ जीवନରେ धनर वर्षा हेब एवं आपण कोटिपति हेबे। 21 सेप्टेम्बर 2025 रे हेबाकु थिबा सूर्य ग्रहण कौनसी साधारण ग्रहण नुहे। ଏହା ଏକ ମହା ସୂର୍ଯ୍ୟ ଗ୍ରହଣ ହେବ, ଯାହାର ଅପେକ୍ଷା କେବଳ ଜ୍ୟୋତିଷୀ ନୁହେଁ ବୈଜ୍ଞାନିକ ମାନେ ମଧ୍ୟ ଉତ୍ସାହର ସହିତ କରୁଛନ୍ତି। ବନ୍ଧୁମାନେ, ଏହି ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଆଶ୍ୱିନ ଅମାବାସ୍ୟା ତିଥି ସହିତ ଆରମ୍ଭ ହେବ ଏବଂ ସେହି ତିଥିରେ ହିଁ ଶେଷ ହେବ। ଯଦି ଆପଣ ଆଶ୍ୱିନ ଅମାବାସ୍ୟା ତିଥି ବିଷୟରେ ଜାଣିନାହାନ୍ତି, ତେବେ ଆପଣଙ୍କ ଜାଣିବା ପାଇଁ କହୁଛୁ ଯେ ହିନ୍ଦୁ ଧର୍ମରେ ଏକ ବର୍ଷରେ 12ଟି ଅମାବାସ୍ୟା ତିଥି ପଡ଼ିଥାଏ, କିନ୍ତୁ ଏଗୁଡ଼ିକ ମଧ୍ୟରୁ ଆଶ୍ୱିନ ଅମାବାସ୍ୟାକୁ ସବୁଠାରୁ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ମାନାଯାଇଥାଏ। ଶାସ୍ତ୍ର ଓ ବେଦ ପୁରାଣରେ ଲେଖା ହେଇଛି ଯେ ଏହି ଦିନ ମାତା ଲକ୍ଷ୍ମୀ ନିଜେ ପୃଥିବୀକୁ ଆସି ପେଚାକୁ ବାହନ କରି ସମଗ୍ର ପୃଥିବୀ ଭ୍ରମଣ କରନ୍ତି। ଏହି ଦିନ ଆପଣ ଯେକୌଣସି ଉପାୟ ବା ପୂଜା କରନ୍ତି ତାହାର ଫଳ ଅବଶ୍ୟ ମିଳିଥାଏ। ଏହି ଦିନ ପୂଜା ଦ୍ୱାରା ଜଣେ ବ୍ୟକ୍ତିଙ୍କର ମନସ୍କାମନା ପୂରଣ ହେବା ସହିତ ତାଙ୍କ କରାଯାଇଥିବା ଉପାୟ ମଧ୍ୟ ସିଦ୍ଧ ହୋଇଥାଏ। ବନ୍ଧୁମାନେ, ଏହି ଆଶ୍ୱିନ ଅମାବାସ୍ୟା ତିଥି ଯେଉଁଦିନ ସୂର୍ଯ୍ୟଗ୍ରହଣ ସହିତ ଆରମ୍ଭ ହେବ, ସେହି ସମୟରେ 21 ପ୍ରକାରର ଶୁଭ ଯୋଗ ସୃଷ୍ଟି ହେବ, ଯେଉଁଥିରେ ମହାଲକ୍ଷ୍ମୀ ଯୋଗ, ଧନ ଯୋଗ, ନକ୍ଷତ୍ର ଯୋଗ, ଅମୃତ ସିଦ୍ଧି ଯୋଗ, ଗ୍ରହ ଯୋଗ, ଶୁକ୍ର ଯୋଗ ଏବଂ ଚତୁର୍ଗ୍ରହୀ ଯୋଗର ଅଦ୍ଭୁତ ସଂଯୋଗ ହେବ। ଏହି ସମୟରେ ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର ଓ ତନ୍ତ୍ରଶାସ୍ତ୍ର ଅନୁସାରେ 1 ଟଙ୍କାର ମୁଦ୍ରା ଏବଂ ଲବଙ୍ଗ ସହିତ ପୁରାତନ ଉପାୟ କରନ୍ତି, ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ ବରଦାନ ମିଳିବ, ଯାହା ପରେ ଆପଣଙ୍କ ଜୀବନରେ ଧନର ଆଗମନ ଆରମ୍ଭ ହେବ। ଆପଣଙ୍କ ଜୀବନରେ ଧନର ବୃଦ୍ଧି ହେବ, ବନ୍ଦ ପଡ଼ିଥିବା ବ୍ୟବସାୟ ଚାଲିବ ଏବଂ ଯଦି ଆପଣ ବ୍ୟବସାୟୀ ଅଟନ୍ତି, ତେବେ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ବ୍ୟବସାୟ ଘୋଡ଼ାର ବେଗରେ ଚାଲିବ। ଆପଣଙ୍କ ଘରେ ଧନର ଆଗମନ ପୂର୍ବ ଅପେକ୍ଷା ଅଧିକ ତୀବ୍ର ହେବ। ଆପଣଙ୍କର ଆଲମାରୀ ଓ ତିଜୋରୀ ସବୁବେଳେ ନୋଟର ଗଟ୍ଟାରେ ପୂର୍ଣ୍ଣ ରହିବ। ମାତା ଲକ୍ଷ୍ମୀ ଯଦି କାହାକୁ ଆଶୀର୍ବାଦ ଦିଅନ୍ତି, ତେବେ ତାକୁ କୋଟିପତି ହେବାରୁ ଦୁନିଆର କୌଣସି ଶକ୍ତି ଅଟକାଇ ପାରିବ ନାହିଁ। ଏବେ ଆପଣ ବାରମ୍ବାର ଭାବୁଥିବେ ଯେ 1 ଟଙ୍କାର ମୁଦ୍ରା ଓ ଲବଙ୍ଗର ଉପାୟ କରି କିପରି ଗୋଟିଏ ଦିନରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିପାରିବ। ଦେଖନ୍ତୁ, 1 ଟଙ୍କାର ମୁଦ୍ରା ଷ୍ଟେନଲେସ୍ ଷ୍ଟିଲରେ ତିଆରି, ଯାହା ଶୁକ୍ର ଗ୍ରହର କାରକ। ଶୁକ୍ର ଗ୍ରହ ଧନ ଓ ସମ୍ପତ୍ତି ସହିତ ଜଡ଼ିତ ଏବଂ ଏହାର ନିୟନ୍ତ୍ରଣ ମାତା ଲକ୍ଷ୍ମୀଙ୍କ ହାତରେ। ତେଣୁ ଦୀପାବଳି କିମ୍ବା ଧନତେରସରେ ମାତା ଲକ୍ଷ୍ମୀଙ୍କର ପୂଜା ଆରମ୍ଭ କରିବା ସମୟରେ 1 ଟଙ୍କାର ମୁଦ୍ରା ରଖି ପୂଜା କରାଯାଏ, ଯାହା ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଓ ଶୁଭ ମାନାଯାଏ। ଅନ୍ୟପଟେ ଲବଙ୍ଗରେ ମାତା ଲକ୍ଷ୍ମୀଙ୍କ ଦିବ୍ୟ ଶକ୍ତିର ବାସ ରହିଛି। ବେଦ ପୁରାଣରେ ଲେଖା ଅଛି ଯେ ସୂର୍ଯ୍ୟଗ୍ରହଣ, ଅମାବାସ୍ୟା, ପୂର୍ଣ୍ଣିମା ବା ଅନ୍ୟ ପବିତ୍ର ଦିନରେ ଲବଙ୍ଗ ସହିତ କରାଯାଇଥିବା ଉପାୟ କେବେ ଖାଲି ଯାଏ ନାହିଁ। ଏହାର 1000 ଗୁଣା ଲାଭ ମିଳିଥାଏ। ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଜଣାଇବୁ ଯେ ଆସନ୍ତା ସୂର୍ଯ୍ୟଗ୍ରହଣ ଦିନ କେତେବେଳେ ଆରମ୍ଭ ହେବ, କେତେବେଳେ ଶେଷ ହେବ ଏବଂ ଏହି ଅମାବାସ୍ୟା ତିଥିରେ କେଉଁ ମୁହୂର୍ତ୍ତରେ 1 ଟଙ୍କାର ମୁଦ୍ରା ଓ ଲବଙ୍ଗ ସହିତ ଉପାୟ କରି ଆପଣ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇପାରିବେ। ତେଣୁ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ମାତା ଲକ୍ଷ୍ମୀଙ୍କର ସଚ୍ଚା ଭକ୍ତ, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ମାତା ଲକ୍ଷ୍ମୀଙ୍କ ଜୟ ଲେଖନ୍ତୁ। ଆପଣଙ୍କ ରାଶି କମେଣ୍ଟରେ ମଧ୍ୟ ଲେଖନ୍ତୁ। ଏହି ସୂର୍ଯ୍ୟଗ୍ରହଣ 21 ସେପ୍ଟେମ୍ବରରେ ସାରା ବିଶ୍ୱରେ ହେବ, କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ। ଅର୍ଥାତ୍ ଏହି ସୂର୍ଯ୍ୟଗ୍ରହଣର କୌଣସି ନକାରାତ୍ମକ ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ। ଏହା ଭାରତରେ 21 ସେପ୍ଟେମ୍ବର ରାତି 10:57ରୁ ଆରମ୍ଭ ହେବ ଏବଂ ଏହି ସମୟରେ ଆଶ୍ୱିନ ଅମାବାସ୍ୟା ମଧ୍ୟ ଆରମ୍ଭ ହେବ। ଏହା ରାତି 3:26ରେ ଶେଷ ହେବ। ସେହି ସମୟରେ ଆଶ୍ୱିନ ଅମାବାସ୍ୟାର ସମାପନ ମଧ୍ୟ ହେବ। ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ସେଗୁଡ଼ିକ ମୁହୂର୍ତ୍ତରେ କରିବାକୁ ହେବ। ତେଣୁ ପ୍ରତ୍ୟେକ ଉପାୟକୁ କାଗଜରେ ଲେଖି ରଖନ୍ତୁ, ଯାହାଦ୍ୱାରା ଆପଣ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇପାରିବେ। ପ୍ରଥମ ଉପାୟ,
ଘରେ ଧନ ବୃଦ୍ଧିର ମହା ଉପାୟ। ଯଦି ଆପଣ ଚାହୁଁଛନ୍ତି ଯେ ସୂର୍ଯ୍ୟଗ୍ରହଣ ପରେ ଆପଣଙ୍କ ଘରେ ଧନର ଆଗମନ ବଜାୟ ରହୁ, ଧନର ବୃଦ୍ଧି ହେଉ ଏବଂ ଆପଣଙ୍କ ଆଲମାରୀ ନୋଟରେ ଗଡ୍ଡାରେ ଭର୍ତ୍ତି ରହୁ, ତେବେ ରାତି 11ଟା ପରେ ସୂର୍ଯ୍ୟଗ୍ରହଣ ଆରମ୍ଭ ହେବା ପରେ ଆପଣଙ୍କୁ ପୂଜା ଘରକୁ ଯିବାକୁ ହେବ। ସେଠାରେ ପ୍ରଥମେ ଏକ ଘିଅ ଦୀପ ଜାଳନ୍ତୁ, ଏକ ଲାଲ କପଡ଼ା ବିଛାନ୍ତୁ ଏବଂ ତାହା ଉପରେ ଏକ ମୁଠା ଧନିଆ, 1 ଟଙ୍କାର ମୁଦ୍ରା ଏବଂ 3ଟି ଲବଙ୍ଗ ରଖନ୍ତୁ। ଏହି କପଡ଼ାରେ ଏକ ପୋଟଳି ତିଆରି କରି ହାତରେ ଧରି 11 ଥର ଓମ୍ ମହାଲକ୍ଷ୍ମୀ ନମଃ ମନ୍ତ୍ର ଜପ କରନ୍ତୁ। ଏହି ପୋଟଳିକୁ ଆପଣଙ୍କ ଆଲମାରୀ ବା ତିଜୋରିରେ ରଖିଦିଅନ୍ତୁ। ଏହି ଉପାୟ କଲେ ପୋଟଳି ଅଭିମନ୍ତ୍ରିତ ହେବ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଘରେ ଧନ ଆକର୍ଷଣ କରିବ। ଦ୍ୱିତୀୟ ଉପାୟ, ଶୁକ୍ର ଗ୍ରହର ସହଯୋଗ ପାଇବା ପାଇଁ। ଶୁକ୍ର ଗ୍ରହ ଧନ ଓ ସମ୍ପଦର ଗ୍ରହ। ଯଦି ଆପଣ ଚାହୁଁଛନ୍ତି ଶୁକ୍ର ଗ୍ରହ ଆପଣଙ୍କୁ ସାରା ବର୍ଷ ସହଯୋଗ କରୁ, ତେବେ ରାତି 11ଟାରେ ଆଶ୍ୱିନ ଅମାବାସ୍ୟା ଆରମ୍ଭ ହେବା ପରେ 2ଟି 1 ଟଙ୍କାର ମୁଦ୍ରା ନିଅନ୍ତୁ। ପୂଜା ଘରରେ ଏକ ଦୀପ ଜାଳି 2ଟି ମୁଦ୍ରା ହାତରେ ଧରି 11 ଥର ଓಂ ମହାଲକ୍ଷ୍ମୀ ନମଃ ଜପ କରନ୍ତୁ। ଏକ ମୁଦ୍ରାକୁ ଆପଣଙ୍କ ପର୍ସରେ ରଖନ୍ତୁ। ପର୍ସ ଚମଡ଼ାର ନ ହେବା ଉଚିତ ଏବଂ ଅନ୍ୟ ମୁଦ୍ରାକୁ ତିଜୋରିରେ ରଖନ୍ତୁ। ଏହି ଉପାୟ କଲେ ଶୁକ୍ର ଗ୍ରହ ଆପଣଙ୍କୁ ସହଯୋଗ କରିବ। ତୃତୀୟ ଉପାୟ, ନକାରାତ୍ମକ ଶକ୍ତି ଦୂର କରିବା। ଯଦି ଆପଣଙ୍କ ଉପରେ ଶନି ଦୋଷ, ମଙ୍ଗଳ ଦୋଷ ବା ଅନ୍ୟ ନକାରାତ୍ମକ ଶକ୍ତିର ପ୍ରଭାବ ଅଛି, ତେବେ ରାତିରେ ସୂର୍ଯ୍ୟଗ୍ରହଣ ଆରମ୍ଭ ହେବା ପରେ ଏକ ଲାଲ କପଡ଼ାରେ 1 ମୁଠା ଲବଙ୍ଗ ଓ 1 ଟଙ୍କାର ମୁଦ୍ରା ରଖି ପୋଟଳି ତିଆରି କରନ୍ତୁ। ଏହାକୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ 8 ଥର ଉତ୍ତାର କରନ୍ତୁ। ପୋଟଳିକୁ ଆପଣଙ୍କ କୋଠରୀରେ ରଖି ପରଦିନ 22 ସେପ୍ଟେମ୍ବର ମନ୍ଦିର ବାହାରେ ବସିଥିବା ଭିକାରୀକୁ ଦାନ କରିଦିଅନ୍ତୁ। ଏହା ଆପଣଙ୍କ ସମସ୍ତ ଦୋଷ ଦୂର କରିବ। ଚତୁର୍ଥ ଉପାୟ, ଭାଗ୍ୟର ସହଯୋଗ। ସୂର୍ଯ୍ୟଗ୍ରହଣ ଦିନ 1 ତାଲା ଚାବି, 1 ସଫେଦ କପଡ଼ା, 1 ଲବଙ୍ଗ ଓ 1 ଟଙ୍କାର ମୁଦ୍ରା ନିଅନ୍ତୁ। ଏକ ପୋଟଳି ତିଆରି କରି ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଛାତ ଉପରେ ରଖିଦିଅନ୍ତୁ, ଯେଉଁଠାରେ ଚନ୍ଦ୍ରର ଆଲୋକ ପଡ଼ୁଥିବ। ପରଦିନ ଏହାକୁ ମନ୍ଦିରର ପୂଜାରୀଙ୍କୁ ଦାନ କରନ୍ତୁ। ଏହା ଆପଣଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିଦେବ। ପଞ୍ଚମ ଉପାୟ, ଗ୍ରହଣର ନକାରାତ୍ମକ ପ୍ରଭାବ ଦୂର କରିବା। ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଘରର ମୁଖ୍ୟ ଦ୍ୱାରଠାରୁ ପ୍ରତ୍ୟେକ କୋଣରେ ଏକ ଘିଅ ଦୀପ ଜାଳନ୍ତୁ ଏବଂ ପ୍ରତ୍ୟେକ ଦୀପରେ 1 ଲବଙ୍ଗ ରଖନ୍ତୁ। ଏହା ଗ୍ରହଣର ନକାରାତ୍ମକ ପ୍ରଭାବକୁ ଦୂର କରିବ ଏବଂ ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରଖିବ। ଭାଗ୍ୟଶାଳୀ ରାଶି। କମେଣ୍ଟ ବକ୍ସରେ ଆପଣଙ୍କ ଜନ୍ମ ତାରିଖ ଲେଖନ୍ତୁ, ଯାହା ଅନୁସାରେ ଆମେ ଆପଣଙ୍କୁ ଉପାୟ ଜଣାଇବୁ। ଯଦି ଆପଣ ଭଗବାନ ଭୋଲେନାଥଙ୍କ ସଚ୍ଚା ଭକ୍ତ, ତେବେ ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚିତ ଲେଖନ୍ତୁ। ପ୍ରଥମ ରାଶି, କର୍କଟ ରାଶି। ଏହି ସୂର୍ଯ୍ୟଗ୍ରହଣ ପରେ ଆପଣଙ୍କ ଜୀବନରେ ଧନର ସଂଯୋଗ ସୃଷ୍ଟି ହେବ। କ୍ୟାରିୟର ଓ ବ୍ୟବସାୟ ଉନ୍ନତି ହେବ। ସୂର୍ଯ୍ୟଦେବଙ୍କ କୃପାରୁ ଆପଣଙ୍କ ଭାଗ୍ୟ ପ୍ରବଳ ହେବ। ମକର ରାଶି। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛି ମକର ରାଶି। ସୂର୍ଯ୍ୟଦେବ ଓ ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ। ରାହୁ କେତୁର ଦଶା ଭଲ ହେବ। ନୌକରି ଲାଗିବା ବା କର୍ଜ ମୁକ୍ତି ମିଳିବ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛି ମେଷ ରାଶି। ବନ୍ଦ ପଡ଼ିଥିବା ବ୍ୟବସାୟ ଚାଲିବ। ସମ୍ପତ୍ତି କିଣାବିକା ହେବ ଏବଂ ବିନିଯୋଗରୁ ଲାଭ ମିଳିବ। ଚତୁର୍ଥ ଭାଗ୍ୟଶାଳୀ ରାଶି କନ୍ୟା ରାଶି। କୋର୍ଟ କେସ୍ରେ ଜିତ୍ ହେବ। ବିଦେଶ ଯାତ୍ରା ଓ ବ୍ୟବସାୟରେ ଲାଭ ହେବ। ପ୍ରତ୍ୟେକ ସୋମବାର ପିପଳି ଗଛକୁ ଜଳ ଦିଅନ୍ତୁ, ଆପଣଙ୍କର ଉନ୍ନତି ହେବ। ପଞ୍ଚମ ଭାଗ୍ୟଶାଳୀ ରାଶି ତୁଳା ରାଶି। ସମ୍ପତ୍ତି, ବାହନ କିଣିବା, ନୌକରିରେ ପଦୋନ୍ନତି ଓ ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଏହି ଉପାୟ ଓ ରାଶି ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ସୂର୍ଯ୍ୟଗ୍ରହଣ ଦିନ ଲାଭ ପ୍ରଦାନ କରିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତାହେଲେ କମେଣ୍ଟ ବକ୍ସରେ ଜୟ ମା ମହାଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ରହୁଛି, ଜୟ ମା ମହାଲକ୍ଷ୍ମୀ।